ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନାର ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଆଜି ମୁଁ ମୋ ରାଧା ଗୋବିନ୍ଦଙ୍କ ପାଇଁ ବନେଇଲି ଅମୃତଭଣ୍ଡା ପୋସ୍ତ। କେମିତି ବନେଇଲି ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଦେଖନ୍ତୁ ମୁଁ ଏଠି ଗୋଟେ ଅମୃତଭଣ୍ଡା ନେଲି, ବଡ଼ ଅମୃତଭଣ୍ଡାଟେ ଥିଲା। ତାକୁ ନା ମୁଁ ତାର ଚୋପାଟାକୁ ଛଡ଼େଇ ଦେଲି ଆଗ। ତା ଚୋପା ଛଡ଼େଇକି ଦେଖନ୍ତୁ ମୁଁ ଛୋଟ ଛୋଟ ସାଇଜର କେମିତି କାଟି ଦେଇଛି। ଏହିପରିକା ଆପଣମାନେ କାଟିଦେବେ। କାଟିକି ୟାକୁ ପାଣିରେ ଆପଣମାନେ ପକେଇକି ରଖିବେ। ତାପରେ ଦେଖନ୍ତୁ ମୁଁ ଏଠି ପୋସ୍ତ ନେଇଛି 4 ବଡ଼ ଚାମଚ। ପୋସ୍ତକୁ ନା ମୁଁ ଅଧା ଘଣ୍ଟା ଆଗରୁ ପାଣିରେ ଏମିତି ବତୁରେଇକି ରଖିଦେଇଥିଲି। ପୋସ୍ତ ଆମର ଦେଖନ୍ତୁ ପୁରା ଭଲ ଭାବରେ ବତୁରି ଯାଇଛି। ଅମୃତଭଣ୍ଡା ଖାଇବାଟା ଆମର ଦେହ ପାଇଁ ବହୁତ ଭଲ। କୌଣସି ବି ଉପାୟରେ ଆମେ ତାକୁ ଆମର ଲଞ୍ଚରେ ହଉ କି ଡିନରରେ ହଉ ଆମେ ତାକୁ ବନେଇକି ଖାଇବା କଥା। ଦେଖନ୍ତୁ ମୁଁ ଏ ପୋସ୍ତକୁ ନା ଗୋଟେ ଛାଲୁଣୀରେ ଛାଣିଦେଲି। ତାକୁ ଭଲ ଭାବରେ ଧୋଇ ଦେଇଥିଲି। ତାପରେ ଛାଣିକି ତାକୁ ମୁଁ 5ଟା କଞ୍ଚା ଲଙ୍କା ଦେଇକି ତାକୁ ପୁରା ଚିକ୍କଣ କରିକି ବାଟିଦେବି। ପୁରା ଚିକ୍କଣ କରିକି ଆପଣମାନେ ବାଟିବେ। ବତୁରି ଯାଇଥିଲେ ନା ପୁରା ଚିକ୍କଣ ହେଇଯାଏ। ଦେଖନ୍ତୁ ପୁରା ପୋସ୍ତ ଆମର ଚିକ୍କଣ କରିକି ଆମେ ପୁରା ବାଟିଦେଲେ। ଆପଣମାନେ ଅମୃତଭଣ୍ଡାକୁ କେତେବେଳେ ଡାଲିରେ ପକେଇକି ଖାଇପାରିବେ, କେତେବେଳେ ତାର ସବ୍ଜି ବନେଇକି ଖାଇପାରିବେ। ଆଉ ଆଜି ମୁଁ ପୋସ୍ତ ବନେଇଲି, ଅମୃତଭଣ୍ଡା ପୋସ୍ତ। এই ପୋସ୍ତଟା ବହୁତ ବଢ଼ିଆ ଲାଗୁଥିଲା। ଆପଣମାନେ ଗୋଟେ ଥର ହେଲେ ଟ୍ରାଏ କରିବେ। ବିନା ପିଆଜ ରସୁଣରେ ବି ହେଉଛି, ବହୁତ ବଢ଼ିଆ ଲାଗୁଥିଲା। ଏବେ ଦେଖନ୍ତୁ ମୁଁ ସୋରିଷ ତେଲ ପକେଇଲି 2-3 ବଡ଼ ଚାମଚ। ତାପରେ ମୁଁ ଜିରା ଗୋଟେ ବଡ଼ ଚାମଚ ପକେଇଲି। ଜିରା ଯେତେବେଳେ ଆମର ଫୁଟିଯିବ ଆମେ ସେଠି 3ଟା ଶୁଖିଲା ଲଙ୍କାକୁ ପକେଇବା। ଆଗରୁ ତ କଞ୍ଚା ଲଙ୍କା ପକେଇକି ବାଟିଛନ୍ତି, ଦେଖିକି ଆପଣମାନେ ଲଙ୍କାଟା ଦେବେ। କେତେ ଆପଣମାନଙ୍କୁ ରାଗ ଦରକାର ସେଇ ହିସାବରେ ଲଙ୍କାକୁ ପକେଇବେ। ତାପରେ ଆମେ ଯୋଉ ଅମୃତଭଣ୍ଡାକୁ କାଟିକି ରଖିଥିଲେ ନା ତାକୁ ଆମେ କରେଇରେ ପକେଇବା। এই କଞ୍ଚା ଅମୃତଭଣ୍ଡାରେ ନା ଭିଟାମିନ୍ ସି ଥାଏ, ଆଣ୍ଟିଅକ୍ସିଡେଣ୍ଟ ବି ଥାଏ, ଯୋଉଟାକି ଆମର ଇମ୍ୟୁନିଟି ପାୱାରଟା ବଢ଼େଇଥାଏ। କଞ୍ଚା ଅମୃତଭଣ୍ଡାରେ ଫାଇବରର ପରିମାଣଟା ବି ବହୁତ ଥାଏ। ଯଦି ଆମେ ୟାକୁ ଖାଆନ୍ତି ଆମର ପୁରା ମାନେ ଯେମିତି ଲାଗିବ ପୁରା ପେଟ ହେଭି ହେଇକି ଅଛି, ଭୋକ ବି ବେଶୀ ଲାଗିବନି। ତ ଆମର ୱେଟ୍ ଲସ୍ରେ ବି ବହୁତ ସାହାଯ୍ୟ କରେ। ଏମିତି ଟିକେ ଟିକେ ଭାଜି ଦଉଥିବେ। ଭାଜି ଦେଲା ପରେ ଆପଣମାନେ ଲୁଣ ଟିକେ ପକେଇବେ। ସ୍ୱାଦ ଅନୁସାରେ ଲୁଣଟା ଦେବେ। ହଳଦୀ ନା ମୁଁ ଏଠି ଖାଲି ଗୋଟେ ପିଞ୍ଚ ଦେଇଛି, ଯେହେତୁ ଅଣ ହଳଦୀ ଖାଆନ୍ତିନି ସେଥିଲାଗି ମୁଁ ହଳଦୀ ଗୋଟେ ପିଞ୍ଚ ଦେଇଛି। ପୋସ୍ତରେ ହଳଦୀ ପଡ଼େନି ଆକ୍ଚୁଆଲି। ଏବେ ଆମେ ୟାକୁ ଲୋ ଫ୍ଲେମ୍ରେ ହିଁ କରିବା, ଯେମିତିକି ଆମର ଅମୃତଭଣ୍ଡାଟା ବି ଭଲ ଭାବରେ ସିଝିବ। ଘୋଡ଼େଇ ଘୋଡ଼େଇକା ଆମେ ୟାକୁ କରିବା। ଘୋଡ଼େଇ ଘୋଡ଼େଇକା କଲେ ଆମର ଜଲ୍ଦି ସିଝି ବି ଯିବ ଅମୃତଭଣ୍ଡା। এই ଅମୃତଭଣ୍ଡା ଖାଇବାଟା ନା ଆମ ସ୍କିନ୍ ପାଇଁ ବି ବହୁତ ଭଲ। ଭିଟାମିନ୍ ସି, ଆଣ୍ଟିଅକ୍ସିଡେଣ୍ଟ ବହୁତ ପରିମାଣରେ ଥାଏ। ବ୍ଲଡ଼ ସୁଗର ଲେଭଲକୁ ବି କଣ୍ଟ୍ରୋଲରେ ରଖିଥାଏ ଅମୃତଭଣ୍ଡା। ହାର୍ଟ ପାଇଁ ବି ବହୁତ ଭଲ। କେତେ ଫାଇଦା ଅଛି ଦେଖନ୍ତୁ এই ଅମୃତଭଣ୍ଡାରେ, କଞ୍ଚା ଅମୃତଭଣ୍ଡାରେ। ଏବେ ଦେଖନ୍ତୁ ଆମର ଭଜାଟା ହେଇ ଆସିଲା ବେଳକୁ ଆମେ ସେଠି ପୋସ୍ତକୁ ପକେଇବା। ପୋସ୍ତ ପକେଇଲା ପରେ ନା ଯୋଉ ପାଣି ଟିକେ ଧୋଇକି ଆମେ ଗ୍ରାଇଣ୍ଡିଙ୍ଗ ଜାରରେ ଯୋଉ ଟିକେ ପୋସ୍ତ ଲାଗିଥିଲା ମୁଁ ତାକୁ ଟିକେ ଧୋଇକି ପାଣିଟା ସେଠି ପକେଇଦେଲି। ତାପରେ ୟାକୁ ଆମେ ଭଲ ଭାବରେ ଟିକେ ମିଶେଇବା। ପପିତା ତ ଆମର ସିଝି ଆସିଲାଣି। ଏବେ ଆମେ ୟାକୁ 10 ମିନିଟ୍ ଖାଲି ଫୁଟିବାକୁ ଛାଡ଼ିଦେବା ଲୋ ଫ୍ଲେମ୍ରେ। କ'ଣ ପାଇଁ କି ଆମର ପୋସ୍ତଟା ଅମୃତଭଣ୍ଡାରେ ଭଲ ଭାବରେ ଭେଦିବ। ତାହେଲେ ଆମର এই ଅମୃତଭଣ୍ଡା ପୋସ୍ତ ତରକାରୀଟା ବହୁତ ଟେଷ୍ଟି ଲାଗିବ। ବିନା ପିଆଜ ରସୁଣରେ ଯେହେତୁ ହେଉଛି, ଆପଣମାନେ କୌଣସି ବି ଉପାସ ବାର ବ୍ରତରେ ୟାକୁ ବନେଇକି ଖାଇପାରିବେ। ମୁଁ ତ ଜହ୍ନିର ପୋସ୍ତ ବି ବନେଇଛି, ଆପଣମାନେ ମୋର ପ୍ଲେଲିଷ୍ଟରେ ଯାଇକି ଦେଖିପାରିବେ। ଆପଣମାନେ ଏଇ ଅମୃତଭଣ୍ଡା ପୋସ୍ତକୁ ରୁଟି, ଭାତ, ପରଟା, ପୁରୀ ସବୁଥିରେ ଖାଇପାରିବେ। ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଆମର ଅମୃତଭଣ୍ଡା ପୋସ୍ତ ପୁରା ବନିକି ରେଡ଼ି ହେଇଗଲାଣି। ଏବେ ଆମେ ୟାକୁ ଆମର ରାଧା ଗୋବିନ୍ଦଙ୍କ ପାଖରେ ଭୋଗ ଲଗେଇବା। ତୁଳସୀ ପକେଇକି ସବୁବେଳେ ଆମେ ଭଗବାନଙ୍କୁ ଅର୍ପଣ କରିବା। ଆପଣମାନଙ୍କୁ ଆଜିର ଏଇ ଅମୃତଭଣ୍ଡା ପୋସ୍ତ ରେସିପିଟା କେମିତି ଲାଗିଲା ମୋତେ କମେଣ୍ଟରେ ଜଣେଇବେ। ବହୁତ ସହଜରେ ବନିଯାଇଥାଏ ଆଉ ବହୁତ ଟେଷ୍ଟି ବି ଲାଗିଥାଏ। ଆପଣମାନେ ଖାଇବେ ଆଉ ପରିବାର ଲୋକଙ୍କୁ ଖୁଏଇବେ। ଯଦି ଆପଣମାନଙ୍କୁ ଭଲ ଲାଗିଲା ରେସିପି ତାହେଲେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରାଧେ ରାଧେ।